ବିପଦ ହସିବାରେ ବୋକା ବନିଯିବାର ବିପଦ, କାନ୍ଦିବାରେ ଭାବପ୍ରବଣ ହେବାର ବିପଦ, ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ନିଜେ ସମ୍ପୃକ୍ତ ହେବାର ବିପଦ, ନିଜର ମନର ଭାବନା ପ୍ରକାଶ କଲେ ନିଜର ଅସଲ ସ୍ୱରୂପ ପଦାରେ ପଡ଼ିଯିବାର ବିପଦ, ନିଜର ସ୍ୱପ୍ନ ଧାରଣା ଗୁଡ଼ିକୁ ଅନ୍ୟ ଲୋକମାନଙ୍କୁ କହିବାରେ ସେଗୁଡ଼ିକୁ ସେମାନେ ହରାଇବାର ବିପଦ, ଭଲ ପାଇବାରେ ବଦଳରେ ଆପଣଙ୍କୁ ଆଉ କେହି ଭଲ ନ ପାଇବାର ବିପଦ, ଜୀଇ ରହିବାରେ ମୃତ୍ୟୁର ବିପଦ, ଆଶା କରିବାରେ ନିରାଶାର ବିପଦ, ଚେଷ୍ଟା କରିବାରେ ହାରିଯିବାର ବିପଦ ରହିଥାଏ। କିନ୍ତୁ ଏସବୁ ଭୟ ବିପଦକୁ ଗ୍ରହଣ କରିବାକୁ ପଡ଼ିବ, କାରଣ କିଛି ବିପଦ ନ ମୁଣ୍ଡାଇବା ହିଁ ଆମ ଜୀବନରେ ସବୁଠୁ ବଡ଼ ବିପଦ। ଯେଉଁ ବ୍ୟକ୍ତି କିଛି ବିପଦ ଗ୍ରହଣ କରନ୍ତି ନାହିଁ ସେ କିଛି କରନ୍ତି ନାହିଁ, କିଛି ପାଆନ୍ତି ନାହିଁ ଏବଂ କେବଳ ଶୂନ୍ୟ ମଣିଷଟିଏ ହୋଇ ରହିଥାନ୍ତି। ସେମାନେ ହୁଏତ ଦୁଃଖ ଦୁର୍ଦ୍ଦଶାକୁ ଏଡ଼ାଇ ଯାଆନ୍ତି, କିନ୍ତୁ ସେମାନେ ଶିଖିପାରନ୍ତି ନାହିଁ, ଅନୁଭବ କରନ୍ତି ନାହିଁ, ବଦଳନ୍ତି ନାହିଁ, ସେମାନଙ୍କର ଉନ୍ନତି ହୁଏ ନାହିଁ, ସେମାନେ ଭଲ ପାଇପାରନ୍ତି ନାହିଁ ବା ଭଲରେ ବଞ୍ଚି ପାରନ୍ତି ନାହିଁ। ନିଜ ମନୋବୃତ୍ତିର ଦାସ ହୋଇ ସେମାନେ ରହିଥାନ୍ତି। ସେମାନେ ନିଜର ସ୍ୱାଧୀନତାକୁ ବିକି ଦେଇଥାନ୍ତି। ଶିଖିବା ପାଇଁ ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତିକୁ ନିଜ ଜୀବନର ଅଂଶ କରନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତି ବ୍ୟକ୍ତିକୁ ସବୁବେଳେ ସତେଜ ଓ ସକାରାତ୍ମକ ବିଚାର ସମ୍ପନ୍ନ ରଖିଥାଏ। ଆମେ ଯାହାକୁ ନିରୀକ୍ଷଣ କରନ୍ତି ସେପରି ହୋଇଯାଆନ୍ତି। ସମସ୍ତେ ଧ୍ୟାନ ଦିଅନ୍ତି, ପ୍ରତିଦିନ ଧ୍ୟାନ ଦିଅନ୍ତି, ନିରୀକ୍ଷଣ କରନ୍ତି, କିନ୍ତୁ ସେମାନଙ୍କୁ ପଚାରନ୍ତୁ କ'ଣ ନିରୀକ୍ଷଣ କରୁଛନ୍ତି। ଦେଖିବେ ଅଧିକାଂଶ ଲୋକ ଅନ୍ୟର ତ୍ରୁଟିକୁ ନିରୀକ୍ଷଣ କରନ୍ତି। ସେମାନେ ସହଜରେ ଅନ୍ୟର ଦୋଷ ଦେଖାଇ ପାରନ୍ତି। ସେମାନେ ଯାହାକୁ ଜାଣିଛନ୍ତି ତା ଭିତରେ କି କି ବଦଗୁଣ ଅଛି ତାହା ସେମାନଙ୍କୁ ଭଲ ଭାବେ ଜଣାଥାଏ। ପର ଦୋଷ ଦର୍ଶନରେ ସେମାନେ ଆନନ୍ଦ ଲାଭ କରନ୍ତି। କଦର୍ଯ୍ୟ ଜିନିଷ ଉପରେ ଧ୍ୟାନ ଦେଇ ସେମାନେ ନିଜକୁ ବ୍ୟସ୍ତ ରଖନ୍ତି। ସେମାନେ ନିଜକୁ ବ୍ୟସ୍ତ ରଖନ୍ତି। ଭଗବାନ ଜାଣିଛନ୍ତି ଆପଣ କେଉଁ ଜିନିଷ ପାଇଁ କେତେ କଷ୍ଟ କରିଛନ୍ତି ଆଉ ଧୈର୍ଯ୍ୟ ଧରିଛନ୍ତି। ବିଶ୍ୱାସ କରନ୍ତୁ ଆପଣଙ୍କର ଧୈର୍ଯ୍ୟ ଓ କଷ୍ଟର ମୂଲ୍ୟ ଆପଣଙ୍କୁ ନିଶ୍ଚିତ ମିଳିବ। ବାସ୍ କେବଳ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ଆଉ ନିଜ କର୍ମ କରିଚାଲନ୍ତୁ। ଜୟ ଶ୍ରୀ ଜଗନ୍ନାଥ।